ଏଟା କ'ଣ ଆଜି ପଖାଳ ଖିଆ ହେଉଛି କ'ଣ କ'ଣ ଭଲ ତରକାରୀ ତ ତମର ବନେଇଛ? ଆଜି ହେଲା ପଖାଳକୁ ଆଳୁ ସିଝା ହେଇଛି, କଲରା ସିଝା ହେଇଛି। କଲରା ଯଦି ଭଜା ନ ଖାଇପାରିବ ସିଝେଇକି ତାକୁ ଖାଇଦବ, ଚକଟି ଦବ। ଆଳୁ ଟମାଟୋ ଚକଟା ହେଇଯାଇଛି। ଗୋଟେ ଶାଗ ଭଜା, ଏ ଗୋଟେ ପୋଟଳ ଆଳୁ ଭଜା। ଏଟା କି ଶାଗ ହେଇଛି ଭଜା ହେଇଛି? ସଜନା ଶାଗ ଭଜା। ସଜନା ଶାଗ ଭଜା। ଏପଟେ ଯୋଉ ଚକିଆରେ କ'ଣ ଅଛି? ମୋ ପୁଅର ସେ କଲରା ଖାଇବନି, ତାର ଖାଲି ଆଳୁ ଟମାଟୋ ସେକା ହେଇକି ହେଇଛି। ଏଇଟା ପୋଟଳ ଆଳୁ ଭଜା। ଏପଟେ ଦହି। ଏଇ ସୁଜନା ଶାଗରେ ଏରା କ'ଣ ଗୋଟେ ପଡ଼ିଛି? ଏଥିରେ ପଡ଼ିଛି କଖାରୁ ଆଳୁ ବାଇଗଣ ହେଇକି ଭଜା ହେଇଛି। ଓହୋ, ତାହେଲେ ଖାଇବା ଷ୍ଟାର୍ଟ କର ପୁଅ, ଖାଇବା ଷ୍ଟାର୍ଟ କର। କହିବୁ କେମିତି ଲାଗୁଛି ଆଉ। ପୁଅ କେମିତି ଲାଗୁଛି କି ସୁଜନା ଶାଗ ଭଜା? ଟେଷ୍ଟ ଅଛି? ତୁ ସବୁବେଳେ ସୁଜନା ଶାଗ ମମି କହିବୁ କରିକି ଦେବ, କାହିଁକି ନା ତୁ ଆଖି ପାଇଁ ଭଲ। ଏଟା ସୁଜନା ଶାଗ ଖାଇଲେ ଆଖି ପାଇଁ ବହୁତ ଭଲ। ହଉ ଆପଣମାନେ ଖାଆନ୍ତୁ।